ଦେଖ ପୂର୍ବରୁ ଗୋଟେ ଭ୍ୟାକେନ୍ସି ଆସିଥିଲା ତମମାନଙ୍କୁ କହିଥିଲି ଆରଆରବି ର, ସେଟା ଯାଇସାରିଛି। ଏବେ ଗୋଟେ ନୂଆ ଭ୍ୟାକେନ୍ସି ଆସିକି ପଡିଛି ତମମାନଙ୍କର କୋଉଥିରେ ନା ଦେଖ ନର୍ଥର୍ନ କ୍ଲାସିଫାଏଡ ଲିମିଟେଡ ତରଫରୁ ଆସିଛି ଗୋଟେ କଣ ରିକ୍ରୁଟମେଣ୍ଟ। ଓକେ, ଆଡଭର୍ଟାଇଜମେଣ୍ଟ ଟା ବାହାରି ସାରିଛି, ତମମାନଙ୍କୁ ଦେଖେଇଦେବି ରୋଲ କେମିତି କଣ ଆଡଭର୍ଟାଇଜ ପାଇସାରିବ, କେମିତି କଣ ଆପ୍ଲାଏ କରିବ। ଆଉ ପ୍ରୋସେସ ସବୁ ମୁଁ କହିଦେବି, ମାନେ କ୍ୱାଲିଫିକେସନ କଣ ନବ, ଆଉ ଆପଣମାନଙ୍କର ଯୋଉ ଅଛି ଏଜୁକେସନ କ୍ୱାଲିଫିକେସନ ପରେ ତମର ଫିଜିକାଲ ହବ କି ନାହିଁ, ଆପଣମାନଙ୍କୁ କେତେ ସାଲେରୀ ମିଳିବ, ସବୁଥିରେ ଆପଣମାନଙ୍କୁ ମୁଁ ଏଥିରେ ସବୁ ଡିଟେଲ୍ସ କହିଦେବି। ଆପଣଙ୍କର ଯଦି କ୍ରାଇଟେରିଆ ହଉଥିବ ସେମାନେ ଆପ୍ଲାଏ କରିବ, ଆପଣ ଯଦି କ୍ରାଇଟେରିଆ ହଉଥିବ ନା ଖାଲି ଆପ୍ଲାଏ କରିପାରିବ ନାହିଁ। ଓକେ, ତ ଏଥିରେ ଇମ୍ପୋର୍ଟାନ୍ସ ପାଇଁ ମୁଁ ତମମାନଙ୍କୁ କହିଦଉଛି, ପ୍ରାୟତଃ ତମମାନଙ୍କର ଯେଉଁମାନେ ବି ଆପଣମାନେ ପକେଇବ ସେମାନଙ୍କର କିଛି ନା କିଛିଟା ଥିବା ଦରକାର କଣ ଏକ୍ସପିରିଏନ୍ସ କହିଲା ଭଳିଆ, ସାର୍ଟିଫିକେଟ ନୁହଁ ବଟ୍ ଏକ୍ସପିରିଏନ୍ସ ଥିବା ଦରକାର କାମ ଉପରେ। ଠିକ ଅଛି, ଯଦି କାମ ଉପରେ ଏକ୍ସପିରିଏନ୍ସ ନାହିଁ ବି ଚଳିବ, ବଟ୍ ତମ ଉପରେ ନଲେଜ ଟା ଥିଲେ ତମମାନେ କିଛିଟା ଆଗୁଆ କିଛି ଯାଇ କାମ କରିପାରିବ। ଆଉ ତମକୁ ଏତେ ୟାକୁ ଦେଇବାକୁ ପଡିବନି କି ଶିଖିବାକୁ ପଡିବନି। ଠିକ ଅଛି, ତା ଚାଲ ଯୋଉମାନେ ନ ଶିଖିଛ ବି ପକେଇ ପାରିବ କାମ, ଯୋଉମାନେ ନ ଶିଖିଛ ବି ପକେଇ ପାରିବ, ଏଥିରେ ସେମିତି କିଛି ନାହିଁ। ବଟ୍ ମୁଁ କହିବାଟା ସୁବିଧା ହବ ତମକୁ। ଠିକ ଅଛି, ଦେଖ ଏଥିରେ ହଉଛି କଣ ଏନସିଏଲ ତରଫରୁ ଗୋଟେ ବାହାରିଛି ରିକ୍ରୁଟମେଣ୍ଟ ହେଲା। ତ ସେଥିରେ ଆପଣମାନଙ୍କୁ ମୁଁ କହିଦଉଛି କେମିତି କଣ ପକେଇବ। ୱେବସାଇଟ ଦେଖ, ଆପଣମାନେ ଯଦି ୱେବସାଇଟରେ ପକଉଛନ୍ତି www.ncl ତାପରେ cil.in। ଓକେ, ଏଇ ମାନେ ୱେବସାଇଟକୁ ଯାଇ ତମାନେ ପକେଇବେ ଆପଣମାନେ। ଆଉ ଯୋଉମାନେ ପକେଇଛନ୍ତି ଭଲ କଥା, ଯୋଉମାନେ ନ ପକେଇଛନ୍ତି ପକେଇବେ। ଠିକ ଅଛି, ଏଟା ଦେଖ ଡିଷ୍ଟ୍ରିକ୍ଟ ରହିବ ମଧ୍ୟପ୍ରଦେଶ ବି ରହିଯାଇପାରେ, ତାପରେ ହଉଛି ତମର ଉତ୍ତରପ୍ରଦେଶ ବି ରହିଯାଏ, ମାନେ ସବୁଥିରେ ତମର କଣ ସବୁ ଜାଗାରେ ମିଳିବ, ଓଡିଶାରେ ବି ମିଳିପାରେ। ଠିକ ଅଛି, ତ ମିଳିପାରେ ମାନେ ମୋ କହିବା କଥା ହଉଛି ଆଡଭର୍ଟାଇଜମେଣ୍ଟ ଟା ସେଇ ହିସାବରେ ବାହାରିଛି, ଅନଲାଇନ ଆପ୍ଲିକେସନ ହିସାବରେ ବାହାରିଛି। କେବେ କୋଉ କୋଉ ଜାଗାର ଦେଖ, ମଧ୍ୟପ୍ରଦେଶର ବାହାରିଛି, ଠିକ ଅଛି, ଉତ୍ତରପ୍ରଦେଶର ବାହାରିଛି, ଏସବୁ ଡିଷ୍ଟ୍ରିକ୍ଟରେ ବାହାରିଛି। ତମେ ଚାହିଁବ ଯଦି ଆପ୍ଲାଏ କରିପାରିବ। ଦେଖ ଓପନିଂ ଡେଟ୍ ଆପଣମାନେ କେବେ ରହିଛି ଦେଖ, ଆକ୍ଟିଭ ଦେଖ ଓପନିଂ ଡେଟ୍ ଲେଖା ହେଇଛି 9/4/2024 ରେ 10ଟା PM ର ଷ୍ଟାର୍ଟିଂ ହେଇଛି ଫର୍ମ ଆପ୍ଲାଏ। ଯୋଉମାନେ ବି ପକେଇବାକୁ ଚାହୁଁଛ ପକେଇ ପାରିବ। ତାପରେ ହଉଛି ତମର ଯୋଉଦିନ ଶେଷ ହବ, ଯୋଉଦିନ ଲାଷ୍ଟ ଡେଟ୍ ସେଟା ହଉଛି 1/5/2026 11ଟା 59, ମାନେ 12ଟା ପର୍ଯ୍ୟନ୍ତ ଟାଇମ ଅଛି। ଠିକ ଅଛି, ତାପରେ ତମମାନଙ୍କର ଭେକେନ୍ସି କଣ କଣ ଆସିବ ଦେଖ, ପୋଷ୍ଟ ନାହିଁ ମୁଁ ସବୁ କହିଦଉଛି, ଏଠି ଲେଖା ହେଇଛି ପୋଷ୍ଟ ଲେଖା ହେଇଛି ଡମ୍ପର ଅପରେଟର ଯୋଉଟା ଅଛି, ଟ୍ରେନର ରହିଛି, ଆଉ ଗାର୍ଡର ଅପରେଟର ଅଛି, ଡୋଜର ଅପରେଟର ଅଛି। ଠିକ ଅଛି, ସବୁ ଅପରେଟର ହିସାବରେ ତମର ନେଇଛି, ତମେ ସେଇ ହିସାବରେ କାମ କରିବ। ଦେଖ ପ୍ରାଇଭେଟ ସେକ୍ଟର ଯେହେତୁ, ତାପରେ ଏଟା ଗଭର୍ଣ୍ଣମେଣ୍ଟ ସହିତ ଲିଙ୍କ ରହୁଛି। ଠିକ ଅଛି, ସମସ୍ତଙ୍କ ପୋଷ୍ଟ କେତେ ଅଛି ଦେଖ, ଏଟା ହଉଛି ଗୋଟେ ଟ୍ରେନିଂ ସାର୍ଟିଫିକେଟ, ମନେ ରଖିଥିବା କଥା, ଏଟା ହଉଛି ଟ୍ରେନିଂ ସାର୍ଟିଫିକେଟ। ଏଥିରେ ତମମାନଙ୍କୁ ଏକ୍ସପିରିଏନ୍ସ ସାର୍ଟିଫିକେଟ ମିଳିବ ଆଉ ଟ୍ରେନିଂ ସାର୍ଟିଫିକେଟ ମିଳିବ। ଠିକ ଅଛି, ସେ ସାର୍ଟିଫିକେଟ ନେଇ ତମେ ଯଦି କମ୍ପାନୀ କୌଣସି କମ୍ପାନୀ ଯାଉଛ, ସେଥିରେ ତମମାନଙ୍କୁ ଭଲ ସାଲେରୀ ଭଲ ପେ ଆଉଟ୍ ମିଳିବ। ଠିକ ଅଛି, ତ ଏଥିରେ ଦେଖ କଣ କଣ ଆପଣମାନଙ୍କର ଭେକେନ୍ସି ଅଛି। ଦେଖ 308 ଭେକେନ୍ସି ଅଛି ତମର କୋଉଥିରେ, ଡମ୍ପରରେ ଅଛି, ଅପରେଟର ସବୁ ଟ୍ରେନରେ ଆସିବ। ଠିକ ଅଛି, ଅପରେଟର ଟ୍ରେନର ଆସିବ। ତାର କିଛି ଗାର୍ଡର ଅଛି 34, ଟୋଟାଲ ସବୁ ମିଶେଇକି ଦେଖ କେତେ ଅଛି ଏଠି 472 ପୋଷ୍ଟ ବାହାରିଛି। କୋଉଟା ଖାଲି ଅପରେଟର ଟ୍ରେନର ଉପରେ ବାହାରିଛି। ତାପରେ ତମମାନଙ୍କର ନର୍ସ ପିଲା ଯୋଉମାନେ ଅଛ, ନର୍ସିଂ ପିଲା କିମ୍ବା ଯୋଉମାନେ ଅଛ ବି ଫାର୍ମା କିମ୍ବା ନର୍ସିଂ କରିଛ, ସେମାନଙ୍କର କଣ ଅଛି, ସେମାନଙ୍କର ଏଇ ହିସାବରେ ବାହାରିଛି। ଷ୍ଟାଫ ନର୍ସ ହିସାବରେ ବାହାରିଛି, ଫାର୍ମାସିଷ୍ଟ ହିସାବରେ ବାହାରିଛି, ଟେକ୍ନିସିଆନ ହିସାବରେ ବାହାରିଛି। ଟେକ୍ନିସିଆନ ସେଇ ଅଛି 3 ପ୍ରକାର ଅଛି, ଗାର୍ଡ ସି, ଗାର୍ଡ ବି, ଗାର୍ଡ ର ଟିଏସ୍ ଅଛି ଗୋଟେ। ଠିକ ଅଛି, ଏଥିରେ ଦେଖ ଟୋଟାଲ ଭେକେନ୍ସି ଏଇ ହିସାବରେ ବାହାରିକି କେତେ ବାହାରିଛି ଦେଖ, 47। ଠିକ ଅଛି, 47 ବାହାରିଛି ଏଠି ଟୋଟାଲ ଭେକେନ୍ସି ଟା ବାହାରିଛି। ଠିକ ଅଛି, ତ ଟୋଟାଲ ମିଶେଇକି 475 ନା 76 ପୋଷ୍ଟ ବାହାରିଛି। ଏଥିରେ ସେଟା ହଉଛି ମ୍ୟାଟର ନୁହଁ, ତମମାନେ ମ୍ୟାଟର ଦେଖ ଆପ୍ଲାଏ କରିବ କେମିତି କଣ, ଆପଣ ଯେତେବେଳେ ଆପ୍ଲାଏ କରିସାରିବେ କେମିତି କଣ ସିଷ୍ଟମ ଅଛି କ୍ୱାଲିଫିକେସନକୁ ନେଇକି। କ୍ୱାଲିଫିକେସନ ନେଇକି ମାଗି ସିଏ ତାଙ୍କ ଡିଫରେଣ୍ଟ ଟାଇପର, ଯେତେବେଳେ ତମର ପକେଇବ ପୋଷ୍ଟ, ସେତେବେଳେ ଦେଖିବ ତମମାନେ କୋଉ ପୋଷ୍ଟ ପାଇଁ ପକଉଛ, ଯୋଉ ପୋଷ୍ଟ ପାଇଁ ବି ପକଉଥିବ ସେ ପୋଷ୍ଟ ତମେ ଲକ୍ଷ୍ୟ କରିବ, ପୋଷ୍ଟ ହିସାବରେ ତମମାନଙ୍କୁ କ୍ୱାଲିଫିକେସନ ନବ। ଠିକ ଅଛି, ପୋଷ୍ଟ ହିସାବରେ କ୍ୱାଲିଫିକେସନ ନବ, ନେଲା ପରେ ତମମାନେ ଆପ୍ଲାଏ କରିପାରିବ। ତ ପୋଷ୍ଟ ବିଷୟରେ କଣ ଅଛି ଦେଖ, ଡମ୍ପର ଅପରେଟର ଯୋଉଟା ଅଛି, ସେଥିରେ ଡମ୍ପର ଅପରେଟର, ଗାର୍ଡର ଟ୍ରେନର ଆଉ ଡୋଜର ଅପରେଟର, ଏଇସବୁ ଯେତିକି ସବୁ ରହିଛି, ଏଇ ଏତିକି 6ଟା ପୋଷ୍ଟ। 6ଟା ପୋଷ୍ଟର କଣ କ୍ୱାଲିଫିକେସନ କଣ ନଉଛି, ମେଟ୍ରିକ ପାସ୍ ମାଗୁଛି, ମେଟ୍ରିକୁଲେସନ ଯୋଉଟା ଅଛି ମେଟ୍ରିକ ପାସ୍ ମାଗୁଛି। ଯଦି ତମମାନେ SSC ତରଫରୁ କୌଣସି ମାନେ କଣ ପ୍ରାଇଭେଟ ସ୍କୁଲ ପଢିଛ, ତଥାପି ସେ ସାର୍ଟିଫିକେଟ ହବ, ଇଂଲିଶ ମିଡିୟମ ହବ, ବାସ୍ ପାସ୍ କରିଥିବା ଦରକାର ମେଟ୍ରିକ ଟା। ଠିକ ଅଛି, ତାପରେ ତମେ ଯଦି ଅଲଗା କିଛି ଇକ୍ୱିଭାଲେଣ୍ଟ ମାନେ କରୁଛ, କଣ ଡିପ୍ଲୋମା ଫିପ୍ଲୋମା କରୁଛ, ଡିପ୍ଲୋମା ପରେ ITI କୋର୍ସ କରୁଛ, ତାହେଲେ ତମମାନଙ୍କର ହବ। 2 ବର୍ଷ ITI ଯଦି କରୁଛ ତାହେଲେ ତମର ହବ।
ଠିକ ଅଛି। ତାପରେ ତମର ଟ୍ରାନ୍ସପୋର୍ଟ ଲାଇସେନ୍ସ ଇସ୍ୟୁ ହବ ଆରଟିଆର ଯାଇକି, ଯଦି ତମମାନଙ୍କର ଅଛି ତାହେଲେ ହବ। ଆରଟିଆର ଯଦି ତମ ଡ୍ରାଇଭିଂ ଲାଇସେନ୍ସ ଥିବା ଦରକାର, ନାହିଁ ତାହେଲେ ଆପ୍ଲାଏ କରିଦିଅ, ସେଟା ବି ହେଇଯିବ। ଆପ୍ଲାଏ କରିଥିବ ଯୋଉଟା, ସେଇ ତାର ଗୋଟେ ରିସିପ୍ଟ ତମମାନଙ୍କୁ ସେ ଦେଇଥିବେ, ଠିକ ଅଛି। ସେ ରିସିପ୍ଟ ଆରଟିଆର ରୁ ତମମାନେ କଣ କରିବ, ସେଇ ଯୋଉ ରିସିପ୍ଟ ଟାକୁ ତମେ ଯଦି ଶୋ କରି ଦଉଛ ତାହେଲେ ତମମାନେ ପକେଇ ପାରିବ, ଠିକ ଅଛି। ଆରଟିଆର ଲାଇସେନ୍ସ ଥିବା ଦରକାର ସେ ମାଗୁଛି, ଠିକ ଅଛି। ତାପରେ ତମମାନଙ୍କର ଷ୍ଟାଫ ନର୍ସ ଯୋଉଟା ଅଛି ଗାର୍ଡ ସି ର ଅଛି, ସେଟା ମାଗୁଛି +2 ମାଗୁଛି, ଓକେ। +2 ରେ ଯଦି ଯଦି ତମେ ଇକ୍ୱିଭାଲେଣ୍ଟ ଅଲଗା କିଛି କରୁଛ, ବି ଫାର୍ମା କବା ବିଏସସି କରିଛ, ତାହେଲେ ତମମାନେ ପକେଇ ପାରିବ। ଯଦି ନର୍ସିଂ କରିଛ ପକେଇ ପାରିବ, ଠିକ ଅଛି। ଏଟା ତମମାନଙ୍କର କଣ ଇକ୍ୱିଭାଲେଣ୍ଟ, ମାନେ ଯଦି ଦଶମ ପରେ ତମେ ଦଶମ ପରେ ଯଦି +2 ନ କରି ତମେ ବେଶୀ କରିଛ ତାହେଲେ ପକେଇ ପାରିବ, ଡିପ୍ଲୋମା କରିଥିଲେ ପକେଇ ପାରିବ, ଏସବୁ କହୁଛି। ବିଏସସି କରିଥିଲେ ନର୍ସିଂ ରେ ପକେଇ ପାରିବ। ତମର ସବୁ ଡିଫରେଣ୍ଟ ପୋଷ୍ଟ ରହୁଛି। ଫାର୍ମାସିଷ୍ଟ ଯୋଉମାନେ କରୁଛ ଗାର୍ଡ ସି ରେ, ଯୋଉମାନେ ପାଉଛ 3 ବର୍ଷ କି 2 ବର୍ଷ ଟ୍ରେନିଂ ଯୋଉ ସାର୍ଟିଫିକେଟ ଟା ପାଇବ, ଠିକ ଅଛି। ଆଉ ସେଥିରେ ଦେଖ ସାଲେରୀ ଭଲ ଅଛି, ମନେ ରଖ, କହିବି ସାଲେରୀ କେତେ ଅଛି। ଏଥିରେ ଦେଖ ଫାର୍ମାସିଷ୍ଟ ଯୋଉମାନେ ପକେଇବ, ଡିପ୍ଲୋମା ଦରକାର, ଯଦି ଡିପ୍ଲୋମା ନ କରିଛ 10ମ ପାସ୍ କରୁଛ, ଯଦି ଡିପ୍ଲୋମା କରିଛ ଭଲ କଥା, ଯଦି ଡିପ୍ଲୋମା ନ କରିଛ ତାହେଲେ ପକେଇ ପାରିବ ନାହିଁ, ବଟ୍ ଡିପ୍ଲୋମା ଟା ଜରୁରୀ, ଠିକ ଅଛି। ଏଥିରେ ଡିପ୍ଲୋମା ପ୍ରାୟତଃ ମାଗୁଛି ଆଉ +2 ମାଗୁଛି, ଠିକ ଅଛି। କାହିଁକିନା କାହିଁକି ମାଗୁଛି, +2 ଯଦି ତମମାନେ କରିଛ ଭଲ କଥା, ଯଦି +2 ନ କରିଛ ଡିପ୍ଲୋମା ଆଟଲିଷ୍ଟ କରିଥିବା ଦରକାର, ସେଇଟା କହୁଛି। କାହିଁକିନା ଯେହେତୁ ଟେକ୍ନିସିଆନ ଟେକ୍ନିକାଲ ଫିଲ୍ଡ ଟା ରହୁଛି ସେଥିପାଇଁ, ଓକେ। ତାପରେ ଦେଖ ତମମାନଙ୍କର ସେ କହୁଛି ମାର୍କ କେତେ ଥିଲେ ତମମାନେ ଆପ୍ଲାଏ କରିପାରିବ। ଦେଖ ମାର୍କ ହଉଛି, ଯେହେତୁ ଏଟା ଓଡିଶାରେ ବି ଦବ, ଠିକ ବୁଝିପାରୁଛ। ସେ ଯୋଉ ଓଡିଶାରେ ଦବ, ସେ ବୁଝିବା ହିସାବରେ କି ତମମାନଙ୍କର 55% ଜେନେରାଲ ଇଡବ୍ଲ୍ୟୁଏସ୍ ଦେବା ଦରକାର। ଯଦି ତମମାନଙ୍କର ମାର୍କ ମେଟ୍ରିକ ରେ ତମମାନଙ୍କର ରହିଛି କେତେ, ମେଟ୍ରିକ କିମ୍ବା ତମର ଡିପ୍ଲୋମାରେ କିମ୍ବା +2 ରେ ରହିଛି, ତାହେଲେ ତମର 50% ଥିବା ଦରକାର, ଠିକ ଅଛି। ଆଉ ଯଦି କୋଉ ମାନଙ୍କର 55% ଥିବା ଦରକାର, ଜେନେରାଲ ଆଉ ଇଡବ୍ଲ୍ୟୁଏସ୍, ଆଉ ହଉଛି ଓବିସି ଏନସିଏଲ ମାନଙ୍କର 50%, ଏସସି ଏସଟି ମାନଙ୍କର 45%, ଠିକ ଅଛି। ତାହେଲେ ମାର୍କରେ କମ୍ପ୍ରମାଇଜ ନାହିଁ, ବୁଝିଲ। ତାପରେ ଏଇଟା ରହିଲା ତମର ପୋଷ୍ଟ ହିସାବର କାମ ଗୁଡାକ, ସେ ସବୁ କହିବେ ତମକୁ। ଏଇଠି ଦେଖ ଲେଖା ହେଇଛି ପେ ଲେବୁଲ ଯୋଉଟା ଅଛି, ପେ ଆଉଟ ଟା ତମେ କେତେ ପାଇବ, ମାନେ ସାଲେରୀ ଯୋଉଟା ଦରମା ତମେ କେତେ ପାଇବ। ଦେଖ ଆପଣଙ୍କ ଯେତେବେଳେ ଦରମା ପାଇବ, ସେତେବେଳେ ତମର ହିସାବ ୱାଇଜ ସମସ୍ତଙ୍କର ଇୟର ୱାଇଜ ସମସ୍ତଙ୍କୁ ଦରମା ମିଳିବ ହେଲା। ଇୟର ୱାଇଜ କେମିତି ମିଳିବ, ସମସ୍ତଙ୍କ ଟ୍ରେନିଂ, ଯେହେତୁ ପ୍ରଥମତଃ ଦେଖ 6ଟା ପୋଷ୍ଟ ଯୋଉଟା କହିଥିଲେ ଅପରେଟର, ସେଟା ହଉଛି 3 ବର୍ଷିଆ ପୋଷ୍ଟ, 3 ବର୍ଷିଆ କାମ ହେଲା। ଟ୍ରେନିଂ ଯୋଉ 3 ବର୍ଷ ଦେବେ। ଦେଖ ତାପରେ ହଉଛି ପେ ଲେବୁଲ ଯୋଉଟା ରହିଛି 1502 ରହୁଛି, କଣ 1500 ଟଙ୍କା ଯୋଉଠି ରହୁଛି ତମର ପ୍ରତିଦିନର 1500 ଟଙ୍କା ଯୋଉ ଦିନକୁ ହେଲାଣି, ତାହେଲେ ଭାବ ଏଠି ତମମାନଙ୍କର ମାସକୁ 45,000 ବାହାରିଲେ, ଠିକ ଅଛି। ତାହେଲେ ମନ୍ଥଲି ତମେ 45,000 ଟଙ୍କା ଦରମା ପାଇଲ, ଅପରେଟର କଥା କହୁଛି। ଆଉ ଯୋଉମାନେ ନର୍ସିଂ ଫର୍ସିଂ କରୁଛ, ନର୍ସିଂ ରେ ତମମାନେ ଫାର୍ମାସିଷ୍ଟ ଟେକ୍ନିସିଆନ ଯୋଉ ପୋଷ୍ଟ ଅଛି, ସେଥିରେ ତମମାନେ ଯଦି ପକେଇଛ, ଏଟା 1 ଇୟର ପାଇଁ 1 ଇୟର ସାର୍ଟିଫିକେଟ, ତାପରେ ତମମାନେ ପଳେଇ ଆସିବ କାଢିଦେବେ ସାର୍ଟିଫିକେଟ ଦେଇକି, ଏଟା ରହିବ 47,000 ମାସକୁ ରହିବ, ବୁଝିଲ। 47,000 ମାସକୁ ରହିବ। ତାପରେ ହଉଛି କଣ, ଅଲଗା ରହିଛି ହାଇଏଷ୍ଟ ଆମାଉଣ୍ଟ 47,000 ଯିବ, ତାପରେ ଆଉ ନାହିଁ। ଆଉ 40,000 ତଳକୁ କୌଣସି ସାଲେରୀ ଦେବେନି, 40,000 ଉପରେ, ଠିକ ଅଛି। ତାପରେ ଡିଏ, ଡିଏ ଅଲଗା ଆସିବ, ଆଉ ଡିଏ ସବୁ ଅଲଗା ଅଛି, ଆନାଉନ୍ସ ସବୁ ଲାଗିବ ଅଲଗା ଆସିବ ହେଲା। ଏଟା ରହିଲା। ତାପରେ ତମ ରିଲାକ୍ସେସନ କେତେ କଣ ଅଛି, ରିଲାକ୍ସେସନ ଦେଖ ଲେଖା ହେଇଛି ନାଇଁ, ୟୁଆର ଇଡବ୍ଲ୍ୟୁଏସ ରିଲାକ୍ସେସନ ନାହିଁ ହେଲା। କେତେ ରୁ କେତେ ବର୍ଷ, 18 ରୁ 30 ବର୍ଷ। ଦେଖ 18 ରୁ 30 ବର୍ଷ ପକେଇ ପାରିବ, ୟା ଠାରୁ ଅଧିକା ନାହିଁ, ଠିକ ଅଛି। ରିଲାକ୍ସେସନ ଇଡବ୍ଲ୍ୟୁଏସ ୟୁଆର ନାହିଁ। ଏସସି ଏସଟି 5 ବର୍ଷ ଅଛି, ଓବିସି 3 ବର୍ଷ ଅଛି, ଇଡବ୍ଲ୍ୟୁଏସ 10 ବର୍ଷ ଅଛି। ଆଉ ଲେୟାର ଯୋଉମାନେ ରହିଲେ ସେମାନେ 13 ବର୍ଷ, ପିଡବ୍ଲ୍ୟୁ ଟା 15 ବର୍ଷ, ଠିକ ଅଛି। ତାପରେ ଏତିକି, ଆଉ ତାପରେ ଅଧିକା କିଛି ନାହିଁ। ଏଟା ତମମାନଙ୍କର ରିଲାକ୍ସେସନ। ରିଜର୍ଭେସନ, ଏଟା ଦେଖ ରିଜର୍ଭେସନ ହିସାବରେ ତମମାନଙ୍କୁ କିଛିଟା ସେ ଦେଇଛି, ୟୁଆର ଇଡବ୍ଲ୍ୟୁ ସେମାନଙ୍କର ନାହିଁ, ଠିକ ଅଛି। ରିଜର୍ଭେସନ ସରିଲା। ଆଉ ତାପରେ ତମମାନଙ୍କୁ ହଉଛି ଆପ୍ଲିକେସନ ଫି ଅଧିକା ଅଛି 1,000 ଟଙ୍କା, ଠିକ ଅଛି। 1,000 ଟଙ୍କା ଚାର୍ଜେସ୍ ଦେଇକି ତମମାନେ ୱିଥ ଜିଏସଟି 180, ଜିଏସଟି ଯୋଉଟା ଅଛି 180 ଟଙ୍କା ଦବ, ତମାନେ 1,180 ଟଙ୍କା ଦବ ତମମାନେ ଫୁଲ, ଠିକ ଅଛି, ଦେଇକି ଆପ୍ଲାଏ କରିବ। ଟ୍ରେନିଂ ସାର୍ଟିଫିକେଟ, ଏଟା କୌଣସି ଜବ ନୁହେଁ, ଟ୍ରେନିଂ ପରେ ତମମାନଙ୍କୁ କାଢିବି ଦେବେ ସେମାନେ, ଠିକ ଅଛି। ଟ୍ରେନିଂ। ତାପରେ ଦେଖ ଏକ୍ସାମ ଯୋଉ ହବ, ଏକ୍ସାମ ରେ 100 ମାର୍କର ଏକ୍ସାମ ହବ। 100 ମାର୍କରୁ ଇଡବ୍ଲ୍ୟୁ ୟୁଆର ଯଦି 50% ମାର୍କ ରଖୁଛନ୍ତି ସେମାନେ କ୍ୱାଲିଫାଏ ହେବେ।
ତାପରେ ଯଦି ଓବିସି ଇଏସ୍ଏମ୍ ପିଡବ୍ଲ୍ୟୁଡି ଯେଉଁ ରହିଲେ ସେମାନେ ଯଦି 40 ନମ୍ବର ରଖୁଛନ୍ତି 40%, 100 ଯଦି 40 ରଖୁଛନ୍ତି ତାହେଲେ ସେମାନେ ସିଲେକ୍ସନ୍ ହେବେ। ଏଟା ହେଲା ଫୁଲ୍ ଡିଟେଲ୍ସ। ଏହା ବ୍ୟତୀତ ଆଉ କିଛି ନାହିଁ। ଯେଉଁମାନେ ଚାହିଁବ ସେମାନେ ଆପ୍ଲାଏ କରିକି ପଢ଼ାପଢ଼ି କରିକି ସେମାନେ କ'ଣ ନେଇପାରିବେ ଜବ୍ଟି। ବଟ୍ ଆପ୍ଲାଏ ହେଉଛି ଆପ୍ଲିକେସନ୍ ଫିଟା ହେଉଛି 1180 ଟଙ୍କା ରହୁଛି ତୁମର ଆପ୍ଲିକେସନ୍ ଫି। ଠିକ୍ ଅଛି।